जय श्री जगन्नाथ भाई माने सर्वप्रथम गुरुदेव गणपति और जगदम्बा प्रणाम करी आज आम आम सेशन आरंभ करवा आस्ट्रो सेशन। आज आम जानिबा छोट सेशन टी एवं छोट छोट पूरा पढ़ंतु छोट छोट मन रखंतु आपनकु बुझिबाकू डेरी हबन किंतु ये छोट सेशन गुडा बहुत क्लियरली मन रखंतु। तो आज आम जानिबा ग्रह मानकर दृष्टि ज्ञान। ठीक अछि कौन कौन अछि छोट छोट ए देखंतु एटा डीपर स्टेट को जानतु नहीं। मु जति छोट छोट पढु सेति छोट पढंतु कारण जेतल डीपर स्टेट रिसर्च सब सेतबेले सेई देखंतु। ମୁଁ ଗୋଟେ ସିମ୍ପଲ ଏକ୍ଜାମ୍ପଲ ଦଉଛି ଆପଣ ମାନେ ମନେ ରଖନ୍ତୁ। ଧର ଗୋଟେ ପଞ୍ଚମ ଶ୍ରେଣୀର ଛୁଆକୁ ତମେ ଗାଈ ବିଷୟର ରଚନା ଲେଖିବାକୁ କହିବ, ସିଏ କଣ ଲେଖିବ? ଆମ ଗାଈ ଗୋଟେ ଗୃହପାଳିତ ପଶୁ ଏବଂ ତାର ଚାରିଟି ଗୋଡ଼, ଗୋଟିଏ ଲାଞ୍ଜ, ଦିଟା ଶିଙ୍ଗ, ଆଖି ଦିଟା, ମୁହଁ ଗୋଟେ, ଚୋକଡ଼ ଦାନା ଖାଏ, ଚରିବାକୁ ଯାଏ, ମା ଗାଈ ଦୁହନ୍ତି, ଏମିତି କରିକି ଲେଖିବ। କିନ୍ତୁ ସେତିକି ବେଳେ ଯେତେବେଳେ ଗୋଟେ ଭେଟରାନ ଯେତେବେଳେ ମାନେ ଗୋଟେ ଗାଈ ଡକ୍ଟର ଯିଏ ପଶୁ ଚିକିତ୍ସକ ତାକୁ ଯଦି ଗାଈ ବିଷୟ ରଚନା ଦେବାକୁ ଲେଖିବ, ସିଏ ତ ଭାଇ ଯୋଉ ଭଳିଆ ରଚନା ଲେଖିବ ତ ମାନେ ପୁରା ସେ ସାଇଣ୍ଟିଫିକ ଷ୍ଟଡି ଦବ, ସେ ପୁରା ସବୁ ଆପ୍ରୋଚ ଦେଇକି ଲେଖିବ। ଠିକ ଅଛି ନା? ତ ଆମେ ଏବେ ଯୋଉ ଯୋଉଗୁଡା ପଢୁଛେ ଏଗୁଡା ହେଲା ବେସିକ। ଆମେ ହାୟର ଲେଭୁଲ ଅଫ ଲର୍ଣ୍ଣିଂ ଦଉନେ। ଏଇ ସେସନ ବି ବହୁତ ଲମ୍ବା ହେଇପାରିବ। ତେଣୁ ଆପଣ ମାନେ ଯେତିକି ପଢୁଛେ ସେଇ ହିସାବରେ ପଢନ୍ତୁ। ଆଗକୁ ଯାଇକି ଆମର ଡିପ୍ ରିସର୍ଚ୍ଚ ଥିଙ୍ଗକୁ ଆମେ ଦବା ଧୀରେ ଧୀରେ। ଠିକ ଅଛି ନା? ଗ୍ରହ ମାନଙ୍କ ଦୃଷ୍ଟି ଜ୍ଞାନ। ଆଚ୍ଛା, ଗ୍ରହ ମାନଙ୍କର ଦୃଷ୍ଟି ଜ୍ଞାନ। ପଏଣ୍ଟ ନମ୍ବର 1, ସବୁ ଗ୍ରହ ଯେଉଁଠାରେ ବସନ୍ତି ତାର ସପ୍ତମ ସ୍ଥାନକୁ ତାଙ୍କର ଦୃଷ୍ଟି ଥାଏ। ରାଜବାବୁ ଗୋଟେ କୁଣ୍ଡଳୀ ରେଡି କରି ରଖିଥାନ୍ତୁ। ମୁଁ ସେ କୁଣ୍ଡଳୀ ଦେଖିକି ହିଁ ମୁଁ ସେଇଠୁ ଆଜ୍ଞା ବୁଝେଇବି, ମୁଁ ଆଉ ଇଏ କରିବି ଆଜ୍ଞା ନାହିଁ। ଠିକ ଅଛି। ଆଜ୍ଞା। ହୁଁ। ପଏଣ୍ଟ ନମ୍ବର 2, ସବୁ ଗ୍ରହ ଦେଖନ୍ତି। ଗ୍ରହ ଆମର କେତୋଟି ଆଜ୍ଞା? ଗ୍ରହ ଆମର ମେନ୍ ହେଲେ 7ଟି ଗ୍ରହ, 2ଟି ଛାୟା ଗ୍ରହ, ଟୋଟାଲ 9ଟି ଗ୍ରହ। ଆଉ ସମସ୍ତେ ସେ ବିଷୟରେ ଜାଣିଛନ୍ତି। ଗୁରୁଦେବ, ରବିଦେବ ମାନେ ଆମର ସୂର୍ଯ୍ୟ ମହାରାଜ, ଆଉ ଚନ୍ଦ୍ରଦେବ, ମଙ୍ଗଳଦେବ, ବୁଧଦେବ, ଶନିଦେବ, ଶନି ମହାରାଜ ଆମର, ଶୁକ୍ରଦେବ ଏବଂ ରାହୁ ମହାରାଜ, କେତୁ ମହାରାଜ। ଇଏ ସମସ୍ତଙ୍କର ସପ୍ତମ ଦୃଷ୍ଟି ଅଛି। ଶନି ମହାରାଜଙ୍କର ସପ୍ତମ ଅଛି, ଶୁକ୍ର ମହାରାଜଙ୍କର ସପ୍ତମ ଅଛି, ରାହୁ ମହାରାଜଙ୍କର ସପ୍ତମ ଅଛି, କେତୁ ମହାରାଜଙ୍କର ସପ୍ତମ ଅଛି, ରବି ମହାରାଜଙ୍କର ସପ୍ତମ ଅଛି, ଇଏ ଗୁରୁ ମହାରାଜଙ୍କର ସପ୍ତମ ଅଛି, ଚନ୍ଦ୍ର ମହାରାଜଙ୍କର ସପ୍ତମ ଅଛି, ମଙ୍ଗଳ ମହାରାଜଙ୍କର ସପ୍ତମ ଅଛି, ବୁଧ ଦେବଙ୍କର ସପ୍ତମ ଦୃଷ୍ଟି ଅଛି। ନିଜ ସ୍ଥାନରୁ ସପ୍ତମ ସ୍ଥାନକୁ ଗଣିବା। ଠିକ ଅଛି। ହେଲେ ଶନି ମହାରାଜଙ୍କୁ ଆଉ ଦିଟା ଏକ୍ସଟ୍ରା ଦୃଷ୍ଟି ଦିଆଯାଇଛି। କଣ ନା ସେ ନିଜ ଯୋଉଠି ବସିଥାନ୍ତି ତାର 3 ସ୍ଥାନକୁ ଦେଖନ୍ତି ଏବଂ 10 ସ୍ଥାନକୁ ଦେଖନ୍ତି। ମଙ୍ଗଳ ଦେବଙ୍କର ବି ଦିଟା ସ୍ପେଶାଲ ଦୃଷ୍ଟି ଅଛି। ସେ ଯୋଉଠି ବସିଥାନ୍ତି ତାର ନିଜର ଚତୁର୍ଥ ସ୍ଥାନରୁ ଚତୁର୍ଥ ସ୍ଥାନକୁ ବି ଦେଖନ୍ତି, 7କୁ ତ ଦେଖନ୍ତି ଦେଖନ୍ତି, ପୁଣି ଚତୁର୍ଥକୁ ଦେଖନ୍ତି ଏବଂ ଅଷ୍ଟମକୁ ଦେଖନ୍ତି। ଠିକ ସେଇପରି ଗୁରୁଦେବ ବୃହସ୍ପତି ସିଏ ଯୋଉଠି ବସିଥାନ୍ତି ତାଙ୍କର ସପ୍ତମ ସ୍ଥାନକୁ ଦେଖନ୍ତି ଦେଖନ୍ତି, ପୁଣି ତାଙ୍କର ପଞ୍ଚମ ଏବଂ ନବମ ସ୍ଥାନକୁ ଦେଖନ୍ତି। ଏବଂ ରାହୁ ମହାରାଜ ଆଉ କେତୁ ମହାରାଜ ମଧ୍ୟ ସେ ଯୋଉଠି ବସିଥାନ୍ତି ସପ୍ତମ ସ୍ଥାନକୁ ତ ଦେଖନ୍ତି ଦେଖନ୍ତି, ତାଙ୍କର ବି ସେମାନଙ୍କର ବି ପଞ୍ଚମ ଏବଂ ନବମ ଦୃଷ୍ଟି ଅଛି। ଏବେ ଆମେ ଦୃଷ୍ଟିଟା ଗଣିବା କେମିତି? ଭାଇ ଏ ଦୃଷ୍ଟିଟା ଗଣିବା କେମିତି? ଏଇଟା ହେଲା ସବୁଠୁ ବଡ ଇମ୍ପୋର୍ଟାଣ୍ଟ କଥା। ଏଇଟା ହେଲା ଏକ, ଲେଟ ସେ ଏଇଠି ଶନି ମହାରାଜ ବସିଲେ, ତାହେଲେ ଆମେ ଗଣିବା ତୃତୀୟ ଦୃଷ୍ଟି କୋଉଠିକୁ ନା 1 2 3। କ୍ଲିୟର? ଯଦି ଶନି ମହାରାଜଙ୍କର ଏଇଠି ଶନି ମହାରାଜ ବସିଛନ୍ତି, ତାଙ୍କର ଦଶମ ଦୃଷ୍ଟି କୋଉଠିକି ଯିବ ନା ଏଇଠୁ ଗଣିବା। ଯୋଉଠି ବସିଛନ୍ତି ସେଇଟାକୁ 1 ଧରିବା। ଠିକ ଅଛି। ଶନି ମହାରାଜ ଏଇଠି ବସିଛନ୍ତି, ଆମେ 1 ରୁ 1 2 3 4 5 6 7 8 9 10। ଠିକ ଅଛି। ତାହେଲେ ଶନି ମହାରାଜ କୋଉଠୁ କୋଉଠୁ ଦେଖିଲେ ନା 3 କୁ ଦେଖିଲେ, 7 କୁ ଦେଖିଲେ ଏବଂ 10 କୁ ଦେଖିଲେ। ଏଇ ତିନିଟା ଉପରେ ଦୃଷ୍ଟି
ଶନି ମହାରାଜଙ୍କ ରହିଲା। ଠିକ ସେମିତି ଆମେ ଗୁରୁଦେବଙ୍କର ଦେଖିବା। ଗୁରୁଦେବ ଯଦି ଲଗ୍ନରେ ରହିଲେ ବା ଏକ ଘରେ ରହିଲେ, ଏଇଠି ଗୁରୁଦେବ ରହିଲେ, ତାହେଲେ ସେ କୋଉଠୁ କୋଉଠୁ ଦେଖିବେ ନା ସେ ଗୁରୁଦେବ ଏବଂ ରାହୁ କେତୁ ଏ ସମସ୍ତଙ୍କର 5 କମନ ଦୃଷ୍ଟି ଅଛି ନା। ଗୁରୁ ଯଦି ଏଇଠି ଲଗ୍ନରେ ବସିଲେ ସେ କୋଉଠି ଦେଖିବେ ନା 1 2 3 4 5 ଏଠିକି ବି ଗୁରୁଦେବ ଦେଖନ୍ତି ଏବଂ ଏଠିକୁ ବି ଗୁରୁଦେବ ଦେଖନ୍ତି। ଠିକ ଅଛି, ଯୋଉଠୁ ବସିଥିବେ ସେଇ ସ୍ଥାନକୁ ଏକ କରି ଆଣ୍ଟି କ୍ଲକ ୱାଇଜ ଗଣିଯିବ। ଯୋଉଠି ଗ୍ରହ ବସିଛନ୍ତି ସେହି ଜାଗାକୁ ଏକ ଧରି ଆଣ୍ଟି କ୍ଲକ ୱାଇଜ ଗଣି ଗଲେ ତମେ ସେଇ ଗ୍ରହଙ୍କର ଦୃଷ୍ଟି କୁ ଜାଣିପାରିବ। ଲେଟ ସେ ଏଇଠି ମଙ୍ଗଳଦେବ ବସିଛନ୍ତି, ଠିକ ଅଛି, ମଙ୍ଗଳଦେବ ଏଇଠି ବସିଲେ, ମଙ୍ଗଳଦେବ ଏଇଠି ଦଶମ ଘରେ ବସିଲେ। ମଙ୍ଗଳଦେବ ତାହେଲେ ଦଶମ ଘରେ ବସିଲେ, ତାହେଲେ ତାଙ୍କର ସପ୍ତମ ଦୃଷ୍ଟି କୋଉଠିକି ଯିବ ନା ଏଇଠିକି ଯିବ ତାଙ୍କ ସପ୍ତମ ଦୃଷ୍ଟି। ତାଙ୍କ ଚତୁର୍ଥ ଦୃଷ୍ଟି ଯୋଉ ସ୍ପେଶାଲ ଦୃଷ୍ଟିଟା କୋଉଠିକି ଯିବ ନା 1 2 3 4 ଲଗ୍ନକୁ ଗଲା, ଠିକ ଅଛି, ଏବଂ ତାଙ୍କର ଅଷ୍ଟମ ଦୃଷ୍ଟି ଏଇଠିକି ଯିବ। ଠିକ ଅଛି, ଏଇଟା କ୍ଲିୟର ହେଇଗଲେ ସମସ୍ତେ କି? ଯୋ ଆରେ ସମସ୍ତେ ରାଜ କ୍ଲିୟର ହେଲ କି ନାଇଁ? यस यस यस। हाँ ଗ୍ରହର हाँ हाँ ଦୃଷ୍ଟି हाँ। ଗଣିବା ପାଇଁ ଯୋଉ ସ୍ଥାନରେ ଯୋଉ ଗ୍ରହ ବସିଛନ୍ତି ସେଇ ସ୍ଥାନକୁ ଏକ ବୋଲି ଭାବି ଆଣ୍ଟି କ୍ଲକ ୱାଇଜ ଘର ଗୁଡିକ ଗଣିଗଲେ ତୁମେ ଗ୍ରହ ମାନଙ୍କର ଦୃଷ୍ଟି ସ୍ଥାନକୁ ନିରୂପଣ କରିପାରିବ। ଏଇଟା କ୍ଲିୟର ତ? क्लियर। हाँ हाँ, এটা ক্লিয়ার। ବାସ୍। ଏବେ ମନେ ରଖ, ଏ ଏ କନସେପ୍ଟ ତମକୁ କେହି କହିନଥିବେ ଭାଇ, କୋଉ ସାର୍ କହିବନି, ଏଇଟା ହେଲା ନିଜ ଏକ୍ସପିରିଏନ୍ସ। ଯଦି ତୁମେ ମାନେ ଗୋଟେ କଥାକୁ କ୍ଲିୟରଲି ଧ୍ୟାନ ଦବ ଯେ ବୃହତ ଜାତକମରେ ଗୋଟେ ଶ୍ଲୋକ ଅଛି, ଠିକ ଅଛି ନା, ବୃହତ ଜାତକମରେ ଗୋଟେ ଶ୍ଲୋକ ଅଛି, ପାदैକ ଦୃଷ୍ଟିର୍ ଦଶମେ ତୃତୀୟ ଦ୍ୱିପାଦ ଦୃଷ୍ଟି ନବପଞ୍ଚମେଷୁ ତ୍ରିପାଦ ଦୃଷ୍ଟି ଚତୁରାଷ୍ଟ୍ର କେଷୁ ସମ୍ପୂର୍ଣ୍ଣ ଦୃଷ୍ଟି ସମସପ୍ତ କେବ। ଆ ମାନେ କଣ? ଗ୍ରହ ମାନେ ସେମାନଙ୍କର ଦଶମ ଓ ତୃତୀୟ ସ୍ଥାନକୁ ପାଦେ ମାତ୍ର ଦୃଷ୍ଟି ଦିଅନ୍ତି। ନବମ ଓ ପଞ୍ଚମ ସ୍ଥାନକୁ 2 ପାଦ ବା ଅର୍ଦ୍ଧେକ ଦୃଷ୍ଟି ଦିଅନ୍ତି। ଚତୁର୍ଥ ଓ ଅଷ୍ଟମକୁ 3 ପାଦ ଓ ସପ୍ତମ ସ୍ଥାନକୁ ସମ୍ପୂର୍ଣ୍ଣ ଦୃଷ୍ଟି କରନ୍ତି। ଗ୍ରହ ଯେଉଁ ରାଶିର ଯେତେ ଅଂଶ ଥିବ ତାହାର ଦୃଶ୍ୟ ରାଶି ସେତିକି ଅଂଶରେ ଥିବା ଗ୍ରହକୁ ସେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟି କରିବେ। ଏଇଟା ହେଲା ରିସର୍ଚ୍ଚର ବହୁତ ବଡ ଟପିକ, ତେଣୁ ଏଇଟାକୁ ଖାଲି ମୋର କହିବା ପାଇଁ, ଦୃଷ୍ଟି ଜ୍ଞାନ ଦେବା ପାଇଁ କହିଦେଲି, କିନ୍ତୁ ଏଇଟାକୁ ଏବେ ଆପଣ ବୁଝନ୍ତୁନି, ମୁଣ୍ଡ ଗିଲିଗିଲି ହେଇଯିବ, ଖରାପ ହେଇଯିବ ମୁଣ୍ଡ ଆପଣଙ୍କର। ପଏଣ୍ଟ ନମ୍ବର 2 କଣ ବୁଝିବେ? ଆରେ ବାବୁ, ଶନି ମହାରାଜ ଯଦି ତୃତୀୟ ଦୃଷ୍ଟି ଦେଇଛନ୍ତି, ଲୋକମାନେ କହିଲେ ଶନି ଦେଖୁଛନ୍ତି, ନା 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 ନା, ତମେ ଯେତେବେଳେ କାଲକୁଲେଟ କରିବ ଶନି ଦେଖୁନାହାନ୍ତି ନାହିଁ, ତୁମେ ଏଇଠି ଶନି ତ ବସିଛନ୍ତି, ଏଇଠି ବି ଶନି ମହାରାଜଙ୍କୁ ଆଜ୍ୟୁମ କରିଦବ କି ଶନି ମହାରାଜ ଏଇଠି ବସନ୍ତି। କାରଣ ଶନି ମହାରାଜଙ୍କ ଯୋଉଠି ବସିଛନ୍ତି ସେ କଥା ତ ଛାଡ, ଶନି ମହାରାଜ ଯୋଉ ଜାଗାକୁ ଦେଖୁଛନ୍ତି ସେଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ। ମଙ୍ଗଳ ମହାରାଜ ଯୋଉଠି ବସିଛନ୍ତି ସେ ଜାଗା ତ ଛାଡ, ମାନେ ଛାଡ ମାନେ ଛାଡିବା କଥା ମୁଁ କହୁନି, ମାନେ ଯୋଉ ଜାଗାକୁ ତାଙ୍କର ଦୃଷ୍ଟି ଗଲା ଭାଇ, ସେଠି ସେମାନେ 100% ରେଜଲ୍ଟ ଦିଅନ୍ତି, କାରଣ ତାଙ୍କର ସେଠି ପୂର୍ଣ୍ଣ ଦୃଷ୍ଟି ଥାଏ, ସେ ଗ୍ରହ ସେଠି ବସିଥିଲା ଭଳିଆ ଲାଗୁଥାଏ। ଠିକ ଅଛି, ଆଜ୍ୟୁମ କରିନେବେ ସେମିତି ଜିନିଷଟାକୁ ଏବଂ ତଦନୁପାତିକ ଭାବର କାଲକୁଲେସନ କରିକି ଲୋକମାନଙ୍କୁ କହିବେ, ନହେଲେ ସେ କାଲକୁଲେସନ ଭୁଲ ହେଇଯିବ। ରାଜ ବାବୁ, ଗୋଟେ କୁଣ୍ଡଳି, ମୁଁ ଏବେ ଏଇଟାକୁ ବନ୍ଦ କରୁଛି। ମୁଁ ଆପଣଙ୍କୁ ଗୋଟେ ରିକ୍ୱେଷ୍ଟ କରୁଛି, ଆପଣ ଦୟା କରିକି ଯୋଉ ଆଷ୍ଟ୍ରୋସେଜ ରେ ଆପ ରେ ଆପଣ ଇଣ୍ଡିଆନ ଯୋଉ ଇଏ କରିକି, ଇଣ୍ଡିଆନ ଟାଇପ ର କରିକି ଗୋଟେ ଚାର୍ଟ, ନର୍ଥ ଇଣ୍ଡିଆନ ଷ୍ଟାଇଲ କରିବେନି, ଇଷ୍ଟ ଇଣ୍ଡିଆନ ଷ୍ଟାଇଲ କରି ଗୋଟେ ଚାର୍ଟ ସେୟାର କରନ୍ତୁ, ଆମେ ତାକୁ ଗୋଟେ ଦୃଷ୍ଟି ଜ୍ଞାନ ହିସାବରେ ଆମେ ଗଣିବା, ଠିକ ଅଛି? ଆସିଗଲା ଏବେ ଆଇ ଥିଙ୍କ। ହଁ, ଏବେ ଆସିଗଲା, ଠିକ ଅଛି। ହୁଁ। ଆଚ୍ଛା ଦେଖନ୍ତୁ, ଏବେ ଏଇଟା କୋଉ ଲଗ୍ନ, ଲଗ୍ନ କେତେ ନମ୍ବର ଲଗ୍ନ, ଆସେଣ୍ଡାଣ୍ଟ ଲେଖା ହେଇଛି ମାନେ ଏଇଟା ହେଲା ଲଗ୍ନ। ଲଗ୍ନରେ କେତୁ ମହାରାଜ ଅଛନ୍ତି, ଏବେ କାର କୁଣ୍ଡଲି ଆମେ ବନେଇଛୁ, ଏବେ ନଉଛୁ ସେଇ ଟାଇମର କୁଣ୍ଡଲି ବନଉଛୁ। ତାହେଲେ କେତୁ ମହାରାଜ କୋଉଠିକି ଦେଖିଲେ ନା କେତୁ ମହାରାଜ 1 ନେଲେ, କେତୁ ମହାରାଜ ଏବେ 1 2 3 4 5, ତାହେଲେ କେତୁ ମହାରାଜ ଏଠି ଦେଖିଲେ ମାନେ ମୁଁ ଏଠି କେତୁକୁ ଲେଖିଦେଲି, ଏଇଟା ତାଙ୍କର କେତୁ ମହାରାଜଙ୍କର ପଞ୍ଚମ ଦୃଷ୍ଟି। ପୁଣି କେତୁ ମହାରାଜ ସପ୍ତମରେ କାହାକୁ ଦେଖିଲେ ନା ଏଇ ଘରଟାକୁ ଦେଖିଲେ, କାରଣ କେତୁ ମହାରାଜଙ୍କର ଠିକ ସାମ୍ନାରେ ରାହୁ ମହାରାଜ ରହନ୍ତି, କେତୁ ମହାରାଜଙ୍କର ସପ୍ତମ ଦୃଷ୍ଟି ଏଠିକି ଆସିଗଲା। ପୁଣି କେତୁ ମହାରାଜ କାହାକୁ ଦେଖିଲେ ନା ନବମ ଦୃଷ୍ଟି କେତୁ ମହାରାଜଙ୍କର ଅଛି, ତାହେଲେ 1 2 ନବମ, ଏଇଠି ଏଇଠି କେତୁ ମହାରାଜ ଦେଖିଲେ ନବମ ଦୃଷ୍ଟିରେ, ଠିକ ଅଛି। ଚନ୍ଦ୍ର ମହାରାଜ ନିଜ ସପ୍ତମ ଦୃଷ୍ଟିରେ ଏଇଠିକି ଦେଖିଦେଲେ।
ଜୁପିଟର ଗୁରୁଦେବଙ୍କର 1 2 3 4 5 ଜୁପିଟର ମହାରାଜ ଆମର ଏଇଠି କେତୁଙ୍କୁ ଦେଖିଲେ, କେତୁଦେବଙ୍କୁ ଜୁପିଟର ମହାରାଜଙ୍କ ଦେଖିଦେଲେ, ମାନେ ବୃହସ୍ପତି ଦେବ ଦେଖିଦେଲେ। ଜୁପିଟର ମହାରାଜ ସେକେଣ୍ଡ କୋଉଟାକୁ ଦେଖିଲେ ନା ଜୁପିଟର ମହାରାଜ ଏଇ ଘରଟାକୁ ଦେଖିଦେଲେ ତାଙ୍କର ସପ୍ତମ ଦୃଷ୍ଟିରେ। ଏବଂ 8 9 ଜୁପିଟର ମହାରାଜ ଏଇଠିକୁ ମଧ୍ୟ ଦେଖିଲେ ତାଙ୍କର ନବମ ଦୃଷ୍ଟିରେ। ଠିକ ଅଛି। ତାପରେ ମଙ୍ଗଳଦେବ କୁଆଡେ ଗଲେ ନା ମଙ୍ଗଳଦେବ ଏଇଠି ଅଛନ୍ତି। ଏଇଠି ଦେଖ ମଙ୍ଗଳଦେବ ଏଇଠି ଅଛନ୍ତି। ତାହେଲେ ମଙ୍ଗଳଦେବ ତାଙ୍କର ଚତୁର୍ଥ ଦୃଷ୍ଟି କାହାକୁ ଦେଲେ? 1 2 3 4 ପୁଣି ଏଇଠି ମଙ୍ଗଳ ମହାରାଜ ଦେଖିଦେଲେ ଚତୁର୍ଥ ଦୃଷ୍ଟିରେ। ତାହେଲେ ମଙ୍ଗଳ ମହାରାଜ ସପ୍ତମ ଦୃଷ୍ଟିରେ କୋଉ ସ୍ଥାନକୁ ଦେଖିଲେ ନା ସପ୍ତମ ଦୃଷ୍ଟିରେ ଏଇଟାକୁ ଦେଖିଦେଲେ ମଙ୍ଗଳ ମହାରାଜ ତାଙ୍କ ସପ୍ତମ ଦୃଷ୍ଟି। ଏବଂ ଅଷ୍ଟମ ଦୃଷ୍ଟିରେ ଏଇ ଜାଗାକୁ ଦେଖିଦେଲେ ମଙ୍ଗଳ ମହାରାଜ। ତ ଆମେ ଆଜି ଗ୍ରହ ମାନଙ୍କର ଦୃଷ୍ଟି ଜ୍ଞାନ ବିଷୟରେ ସମ୍ୟକ ବିବରଣୀ ଏବଂ ସମ୍ୟକ ଧାରଣା ନେଲେ। ତେଣୁ ଏଇଟା ଛୋଟ ସେସନ, କିନ୍ତୁ ଏଇ ସେସନ ବି ବଡ ବଡ ଲୋକମାନେ କ୍ଲିୟରଲି କହିପାରନ୍ତି ନାହିଁ। ମୁଁ ସମସ୍ତଙ୍କ କଥା କହୁନି, ବହୁତ ଜ୍ଞାନୀ ଗୁଣୀ ଲୋକ ବି ଏ ସଂସାରରେ ଅଛନ୍ତି ଯିଏ କି ବହୁତ କିଛି କଥା ଜାଣନ୍ତି, କିନ୍ତୁ ମୁଁ ମୋ କଥାଟା କହିଲି ଆପଣ ମାନଙ୍କୁ। ଏଇ ଛୋଟ ଛୋଟ ସେସନ ଆପଣଙ୍କୁ ବଡ ସେସନ କରିବା ପାଇଁ କି ହେଲ୍ପ କରିବ, ବଡ ଜିନିଷ ଇଣ୍ଟରପ୍ରିଟ କରିବା ପାଇଁ ହେଲ୍ପ କରିବ। ତେବେ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ଆମେ କାମ କରିବା। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ।